ସବୁ କାମରେ ହସ୍ତକ୍ଷେପ କରୁଛି। ଅକ୍ଷୟ ଆଉ ପୁଣ୍ୟ ଜଗତେ ଧର୍ମର ହେଉଛ। କେମିତି ଏଇ କଥା ପର୍ଯ୍ୟନ୍ତ ଧୂମ୍ରାମ ହୋଇ ତାଙ୍କ ପୁତ୍ର ନାମକୁ କାରଣ ସାରିଥିଲା। ଠିକ ସେମିତି ତୁମେ ମୋର ପ୍ରତ୍ୟେକ କଥାକୁ ହସ୍ତକ୍ଷେପ ନ କରି ଆଡ଼େଇ ଯାଉଛ। କିନ୍ତୁ ସମୟ ଆସିବ ତମେ ଯନ୍ତ୍ରଣାରେ ପଡ଼ିଯିଏ ଦେହ ଅକାଳ ହୋଇ ଚିତ୍କାର କରେବି ତମକୁ ଏଇ ସହଜ ଗୃହ ହାତ ବଢ଼େଇବେ ନାହିଁ। जबान भी लागना नचेत मु भूली जीवी तू मोर भाई थिलो बोली मारी देबे एतरी किलो बदन होई विकास रे विमोल आसी आरोजा सिंहासने बसिया भाई ता सहे भाई को हत्या करी भाई ने समय दोष सिंहासने बसिया भाई ता निज भाई को हत्या करी दिले किंतु शेषରେ କଣ ହେଲା ଅନୁଦାନ ଅନୁଶାସନ ନିଆରେ ତିଳ ତିଳ ହୋଇ ଚଳି ଜଣକୁ ହତ୍ୟା କରି ଆଉ ଜଣଙ୍କ କାନ୍ଧରେ ମୁଁ ସେ ସୁଯୋଗ ହାତ ଛଡ଼ା କରିବି ନାହିଁ। ମୁଁ ବି ସେ ସୁଯୋଗ ଜମା ବି ହାତ ଛଡ଼ା କରିବିନି ଭାଇ। ଏଇଟା very simple। ସାନ କାମ ମସ୍ତ ନ କାମ ପାଇ ଆଉ ସେ ପାଇ ଭିତରେ ଅଛି ବୁଢ଼ୀ ଅସୁରର ରାଜନଗର। ସୁନାର ପଡ଼ୁଆ ଆଉ ସେ ପଡ଼ୁଆ ଭିତରେ ଅଛି ସେ ଅଜୟ ମହାପାତ୍ରର ଜୀବନ ଦୀପ ମାନେ ମ୍ୟାରେଜ ସାର୍ଟିଫିକେଟ। ତାକୁ କହିବ ତୋ ବୁଦ୍ଧିକୁ। ପ୍ରଥମେ ମୁଁ ତତେ ଘୃଣା କରୁଥିଲି। ଯାହା ହଉ ଡକ୍ଟର ତାକୁ ହାତ ଉଠାକୁ ଆଣିପାରିଛୁ। ଖାଲି ସେତିକି ନୁହେଁ ସେ ଡକ୍ଟର ବିଜୟ ମହାପାତ୍ରଟା ଏବେ ଆମ ହାତର ଖେଳନା ପନ୍ଥା। ଆମେ ତାକୁ ଯେମିତି ମନା କରିବା ସେ ସେମିତି ନାଚିବ। My sweet sister. ମୋ କଥା ତମେ ଭାଇ ଭଉଣୀ ଦିଟା ସମ୍ପୂର୍ଣ୍ଣ ଭୁଲିଗଲ। କିଛି ଭୁଲିନ ସବୁ ମନେ ଅଛି। ତମ ଭଉଣୀକୁ ମୋ ସହିତ ବିବାହ କରିବା ପାଇଁ କହିଲେ ସେ ସଦାତ ତୁମ ଭଉଣୀକୁ ବିବାହ କରିଦେଲ। ମୋର ସବୁ କାର୍ଯ୍ୟ ହାସଲ କଲ ତାପରେ ତମେ ମୋତେ ଶିଶୁ ବଳ ସଜେଇଦେଲ। ଆରେ ନାଇଁ ସେମିତି କିଛି ନାହିଁ। ଆମ ବେପାରକୁ ମଜବୁତ କରିବା ପାଇଁ ଆମକୁ ଗୋଟେ ଅଭିଜ୍ଞ ଡାକ୍ତର ଦରକାର। ଆମର ଯୋଉ ବାହାରକୁ କିଡନୀ ସପ୍ଲାଏ ହେଉଛି ନହେଲେ ସେ ସବୁ ଧରା ପଡ଼ିଯିବ। ସେଥିପାଇଁ ଶୁଣ ମୁଁ ଆସୁଛି ତମେ ଯାଅ କଥାବାର୍ତ୍ତା। ଓକେ କେବଳ ସେଇଥିପାଇଁ ସେମିତି ଅଜୟ ବିଜୟ ସହିତ ମୋ ମିଠି ମିଠିକା ବାହାଘର। ଏଇ ହଉଛି ତମର ଏ ଦେହ ମନ ଯୌବନ ସବୁ କିଛି ତମର। ଆରେ ବାବା ପ୍ରେମ କରିବାକୁ ହେଲେ ଅଜସ୍ର ଟଙ୍କା ଦରକାର। ତମେ କହିଲ ଏତେ ଗୁଡ଼ାଏ ଟଙ୍କା ଆସିବ କୋଉଠୁ? ସେଇ ତ ହଉଛି ଆମର ଏକମାତ୍ର ମାଧ୍ୟମ। ମୁଁ ତ ସମ୍ପୂର୍ଣ୍ଣ ଡରି ଯାଇଥିଲି। ଶୁଣ ମୁଁ କଣ କହୁଥିଲି କି ଦେଖ ସେ ଡକ୍ଟର ବିଜୟ ମହାପାତ୍ରଟା ଏବେ ଆମ ହାତର ଗୋଟେ ଖେଳନା ପନ୍ଥା। ଚକରେ ଯେମିତି ନଚେଇବା ସେ ଠିକ ସେମିତି ନାଚିବ। ଆଉ ଯଦି ଆମ ମିଳାମିଶାକୁ ପ୍ରତିବାଦ କରେ ଏଇ ଆସ ନା ଥରୁଟିଏ ପାଇଁ ତମ ବାହୁ ବନ୍ଧନରେ ମତେ ଭିଡ଼ି ଦେଲ ନା। ଏତେ ଟଙ୍କା ଖର୍ଚ୍ଚ କଲୁ ଏଇଟା ତ ନିହାତି ହବ।
ବାବୁ ମୋ ଭଉଣୀର ବାହାଘର ବାବୁ। କଣ ଭୋଜି ଖାଇବାକୁ ନିମନ୍ତ୍ରଣ ଦେବାକୁ ଆସିଛୁ? ନାରୀ ନାରୀ ବାବୁ ମୋର କିଛି ଟଙ୍କା ଦରକାର ମୋର କିଛି ଟଙ୍କା ଦରକାର ଥିଲା। ନାଇଁ এইটা তো এসবে ব্যাগ নহে কি দাতবে নষ্ট নহে যা পড়ে যা ବାବୁ ଆପଣ ମତେ ସାହାଯ୍ୟ ନ କଲେ ନାହିଁ ମୋ 5 ମାସର ଦରମା ଟଙ୍କାଟା ମତେ ଦେଇ ଦିଅନ୍ତୁ। সে সবু পরিশোধ হয়ে সারিছি ମୁଁ ଆପଣଙ୍କୁ ହାତ ମୁଁ ଆପଣଙ୍କୁ ହାତ ଯୋଡ଼ିଛି ବାବୁ ମତେ ଫାଙ୍କି ଦିଅନ୍ତୁନି। ଭଉଣୀଟି ଆମର ମଙ୍ଗୁଳା ହୋଇ ରହିଯିବ। କଥା ଦଉଛି ଏଣିକି ଗାଡି ଚଳିଲେ ଆଉ କେବେ କୌଣସି ଦିନ ମୁଁ ଟଙ୍କାଟା ହିଁ ମାଗିବି। ଆଜିଠାରୁ ତୋର ଗ୍ରାମରୁ ଛୁଟି। ନାଇଁ ସେମିତି କୁହନ୍ତୁନି ସେମିତି କୁହନ୍ତୁନି ମା। ଆଉ କେମିତି କରିବି? ଗୋଟେ ଘରେ ବଡ ଭାଇ ଡ୍ରାଇଭର ଆଉ ସାନ ଭାଇ ଡକ୍ଟର। ନା ଏଇଟା ସେମିତି ହେଇପାରିବନି। ନାଇଁ ବୋହୂମା ନାଇଁ ବୋହୂମା ଆରେ ନାଇଁ ବାବା ଆପଣ ଯାହା କହିବେ ମୁଁ ତାହା ମାନିବି ଆପଣ ଯାହା କହିବେ ମୁଁ ତାହା ମାନିବି। ସେ ଯାହା କହିବେ ଆରେ କେବେ କୌଣସି କାହା ଆଗରେ ମୁଁ ଡାକ୍ତର ଭାଇ ବୋଲି ପରିଚୟ ଦେବିନି। ବାବୁ ବାବାଣୀ ବୋଲି ଡାକିବି। ହେଲେ ମତେ ଚାକିରିରୁ ବାହାର କରି ଦିଅନ୍ତୁନି। ଠିକ ଅଛି, ମୁଁ ତତେ ଟଙ୍କା ଦେବି। ଭାଇ ତମେ ଗୋଟେ କାମ କର, ତମେ ଏଟାକୁ ଟଙ୍କା ଦିଅ। লক্ষে টঙ্কা ଶୁଣ, ମୁଁ ତତେ ଟଙ୍କା ଦେବି, but one condition. Yes, condition. Condition ଟା ହେଲା ତୋ ଭଉଣୀ ଗୋଟିଏ ରାତି ପାଇଁ ମୋ ଭାଇ ପାଖରେ ରହିବ। ମୁହ ସମ୍ଭାଳି କଥାବାର୍ତ୍ତା କର। ଜୟ ତ ଅଜୟ ଡ୍ରାଇଭର ମଣିଷ ଗୋଟେ ଯାନରେ ବଲି ଯିବ। ଦରକାର ନାହିଁ
ডাক্তার বাবু আরে গাড়িকে মনে করছন্তি আর ডাকন্তু পুলিশ সে মতে বান্ধি নেই যাও ঠিক ଅଛି ମୁଁ ତମକୁ ଛାଡ଼ିଦେବି କିନ୍ତୁ ଗୋଟାଏ କଣ୍ଡିସନ ୟେସ୍ କଣ୍ଡିସନ ସେଟା ହେଲା ଏଇ ବେଡରେ ତମେ ତାକୁ ପିଟି ପିଟି ପନିଶମେଣ୍ଟ ଦବ ଏଇଟା ହେଲା ତୋର ଠିକ୍ ପନିଶମେଣ୍ଟ କାହିଁକି ମାରିବୁ? ବାବୁ ମାନେ କାହିଁକି ପାରିବନି ଆରେ ମତେ ପିଟା ଗୋଟାଏ ଚୋର ପାଇଁ ତମର ଏତେ ଦରଦ କାହିଁକି